ईशाया पुस्तक अध्याय 12 कृतज्ञतात्मक गान। ସେହି ଦିନ ତୁମେ କହିବ, ହେ ପ୍ରଭୁ, ମୁଁ ତୁମକୁ କୃତଜ୍ଞତା ଜ୍ଞାପନ କରିବି, କାରଣ ଯଦିଓ ତୁମେ ମୋ ପ୍ରତି କ୍ରୋଧାନ୍ୱିତ ହୋଇଥିଲ, ତଥାପି ତୁମର କୋପ ଶାନ୍ତ ହେଲା ଓ ତୁମେ ମୋତେ ଆଶ୍ୱସ୍ତ କରିଅଛ। ଦେଖ, ଈଶ୍ୱର ହିଁ ମୋର ପରିତ୍ରାଣ, ମୁଁ ତାହାଙ୍କଠାରେ ଆସ୍ଥା ସ୍ଥାପନ କରିବି ଓ ମୁଁ ଭୟ କରିବି ନାହିଁ। କାରଣ ପ୍ରଭୁ ଈଶ୍ୱର ଅଟନ୍ତି ମୋର ଶକ୍ତି ତଥା ଗାନ, ସେ ମୋର ପରିତ୍ରାଣ ହୋଇଛନ୍ତି। ଆନନ୍ଦ ସକାଶେ ତୁମେ ପରିତ୍ରାଣର କୂପ ସବୁରୁ ଜଳ କାଢ଼ିବ। ସେହିଦିନ ତୁମେ କହିବ, ପ୍ରଭୁଙ୍କୁ କୃତଜ୍ଞତା ଜଣାଅ, ତାହାଙ୍କ ନାମରେ ନିବେଦନ କର, ଜନତା ମଧ୍ୟରେ ତାହାଙ୍କର କାର୍ଯ୍ୟକଳାପ ଘୋଷଣା କର ଏବଂ ପ୍ରଖ୍ୟାପନ କର ଯେ ତାହାଙ୍କର ନାମ ଅଟେ ମହୋନ୍ନତ। ପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ତବଗାନ କର, କାରଣ ସେ ମହିମାମୟ କର୍ମ ସାଧନ କରିଛନ୍ତି, ସମଗ୍ର ପୃଥିବୀ ଏହା ଜାଣୁ। ହେ ସିୟନବାସୀ, ଚିତ୍କାର କର, ଆନନ୍ଦପୂର୍ବକ ଗାନ କର, କାରଣ ଯେ ଇସ୍ରାଏଲର ପବିତ୍ର ଜଣକ, ସେ ତୁମମାନଙ୍କ ମଧ୍ୟରେ ମହାନ ଅଟନ୍ତି। ଅଧ୍ୟାୟ 13 ବାବିଲୋନ ବିରୁଦ୍ଧରେ ଦିବ୍ୟ ବାଣୀ। ବାବିଲୋନ ବିରୁଦ୍ଧରେ ଆମୋସଙ୍କ ପୁତ୍ର ଜିସାୟାଙ୍କ ଦ୍ୱାରା ପ୍ରାପ୍ତ ଦର୍ଶନ। ବୃକ୍ଷଶୂନ୍ୟ ପାହାଡ଼ ଉପରେ ଏକ ସଂକେତ ଉଠାଅ, ଚିତ୍କାର ପୂର୍ବକ ସେମାନଙ୍କୁ ଡାକି କୁହ, ସେମାନେ ଯେପରି କୁଳୀନମାନଙ୍କର ଦ୍ୱାରରେ ପ୍ରବେଶ କରନ୍ତି, ସେଥିସକାଶେ ହସ୍ତ ହଲାଇ ସେମାନଙ୍କୁ ସଂକେତ ଦିଅ। ମୁଁ ନିଜେ ମୋର ପବିତ୍ର ଯୋଦ୍ଧାଗଣଙ୍କୁ ଆଦେଶ ଦେଲି, ମୋର ମହନୀୟତାରେ ଯେଉଁମାନେ ଅଭିମାନ ପୋଷଣ କରନ୍ତି, ମୋର କ୍ରୋଧକୁ କାର୍ଯ୍ୟରେ ପରିଣତ କରିବା ପାଇଁ ସେହି ପରାକ୍ରମୀ ସୈନିକମାନଙ୍କୁ ମୁଁ ଆହ୍ୱାନ କରିଅଛି। ଶୁଣ, ଏକ ବିରାଟ ଜନସମାବେଶ ଯେପରି ସାଧନ କରେ, ସେହିପରି ଏକ ରବ ପର୍ବତ ସମୂହ ଉପରେ ଶୁଣାଯାଏ। ଶୁଣ, ରାଜ୍ୟ ସମୂହର ଅଟ୍ଟହାସ, ଜାତିଗଣ ଏକତ୍ରିତ ହେଉଥିବା ଭଳି ଏକ ଶବ୍ଦ ଶୁଣାଯାଏ। ସଂଗ୍ରାମ କରିବା ପାଇଁ ସେନାଧୀଶ ପ୍ରଭୁ ନିଜ ସୈନ୍ୟବାହିନୀକୁ ସମବେତ କରନ୍ତି। ସମଗ୍ର ପୃଥିବୀକୁ ବିନାଶ କରିବା ପାଇଁ ଯେଉଁମାନେ ପ୍ରଭୁଙ୍କର ଓ ତାଙ୍କର କ୍ରୋଧର ଅସ୍ତ୍ରଶସ୍ତ୍ର ସ୍ୱରୂପ, ସେମାନେ ଏକ ସୁଦୂର ଦେଶଠାରୁ ଆକାଶମଣ୍ଡଳର ପ୍ରାନ୍ତରରୁ ଆସନ୍ତି। ବିଳାପ କର, ପ୍ରଭୁଙ୍କ ଦିବସ ସନ୍ନିକଟ, ସର୍ବଶକ୍ତିମାନଙ୍କ ସମୀପରୁ ଉଦ୍ଭବ ବିନାଶ ଭଳି ତାହା ଅବଗତ ହେବ। ତେଣୁ ସମସ୍ତ ହସ୍ତ ଦୁର୍ବଳ ହେବ, ପ୍ରତ୍ୟେକଙ୍କର ହୃଦୟ ତରଳିଯିବ ଓ ସେମାନେ ଭୀତ ହେବେ। କଠୋର ବେଦନା ତଥା ଦୁର୍ଦ୍ଦଶାରେ ସେମାନେ ଅଭିଭୂତ ହେବେ। ପ୍ରସବ ବେଦନାଗ୍ରସ୍ତା ନାରୀ ସଦୃଶ ସେମାନେ ବ୍ୟଥାରେ ପ୍ରପୀଡ଼ିତ ହେବେ। ଭୟଚକିତ ଚକ୍ଷୁରେ ସେମାନେ ପରସ୍ପରକୁ ଚାହିଁବେ ଓ ସେମାନଙ୍କର ମୁଖ ଲଜ୍ଜିତ ହେବ। ପୃଥିବୀକୁ ବିଜନ କରିଦେବା ଓ ତନ୍ମଧ୍ୟବାସୀ ପାପୀମାନଙ୍କୁ ବିନାଶ କରିବା ପାଇଁ କ୍ରୋଧ ତଥା ଉଗ୍ର କୋପ ସହ ପ୍ରଭୁଙ୍କର ଦିବସ ଆଗତ ହୁଏ। ନଭମଣ୍ଡଳର ତାରକାପୁଞ୍ଜ ତଥା ନକ୍ଷତ୍ର ରାଶି ଆଲୋକ ଦେବେ ନାହିଁ। ଉଦିତ ହେବା ସମୟରେ ସୂର୍ଯ୍ୟ ତିମିରାବୃତ ହେବ ଓ ଚନ୍ଦ୍ର ନିଜ ଦୀପ୍ତି ପ୍ରକାଶ କରିବ ନାହିଁ। ସଂସାରକୁ ତାହାର ଅନିଷ୍ଟ ତଥା ଦୁଷ୍ଟ ବ୍ୟକ୍ତିମାନଙ୍କୁ ସେମାନଙ୍କର ଅପରାଧ ଯୋଗୁଁ ମୁଁ ଶାସ୍ତି ଦେବି। ଅହଙ୍କାରୀମାନଙ୍କର ଅହଙ୍କାର ମୁଁ ସମାପ୍ତ କରିବି ଓ ନିର୍ଦ୍ଦୟମାନଙ୍କର ଗର୍ବକୁ ମୁଁ ଅବନମିତ କରିବି। ମନୁଷ୍ୟକୁ ସ୍ୱଚ୍ଛ ସ୍ୱର୍ଣ୍ଣ ଅପେକ୍ଷା ଓ ମାନବ ଜାତିକୁ ଅପିରର ସ୍ୱର୍ଣ୍ଣ ଅପେକ୍ଷା ମୁଁ ଅଧିକ ଦୁର୍ଲଭ କରିବି। ସେନାଧୀଶ ପ୍ରଭୁଙ୍କର ରୋଷ ସକାଶେ ତାହାଙ୍କର ଭୀଷଣ କ୍ରୋଧର ଦିବସରେ ମୁଁ ଆକାଶମଣ୍ଡଳକୁ ପ୍ରକମ୍ପିତ କରିବି ଓ ପୃଥିବୀକୁ ସ୍ୱସ୍ଥାନକୁ ଦୋହଲାଇ ଦେବି। ଶିକାର ଏଣ ସଦୃଶ ଓ ପାଳକହୀନ ମେଷପଲତୁଲ୍ୟ ପ୍ରତ୍ୟେକ ବ୍ୟକ୍ତି ସ୍ୱଜନମାନଙ୍କ ପାଖକୁ ଫେରି ଆସିବେ ଓ ସମସ୍ତେ ସେମାନଙ୍କ ଦେଶ ଆଡ଼େ ପଳାୟନ କରିବେ।
ଧରାଯାଇଥିବା ସମସ୍ତେ ବିଦ୍ଧ ହେବେ ଓ ଅଧିକୃତ ହୋଇଥିବା ସମସ୍ତେ ଖଡ୍ଗ ଦ୍ୱାରା ନିପତିତ ହେବେ। ସେମାନଙ୍କ ଶିଶୁମାନେ ସେମାନଙ୍କର ଦୃଷ୍ଟିରେ କଚାଡ଼ି ଖଣ୍ଡ ବିଖଣ୍ଡ ହେବେ। ସେମାନଙ୍କ ଗୃହ ଲୁଣ୍ଠିତ ହେବ ଓ ସେମାନଙ୍କ ପତ୍ନୀମାନେ ଧର୍ଷିତା ହେବେ। ସେମାନଙ୍କ ବିରୁଦ୍ଧରେ ମୁଁ ମେଦୀୟମାନଙ୍କୁ ଉତ୍ତେଜିତ କରେ। ସେମାନେ ରୌପ୍ୟକୁ ଅସାର ମନେ କରନ୍ତି ଓ ସ୍ୱର୍ଣ୍ଣ ପାଇଁ ସେମାନେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ସେମାନଙ୍କର ଧନୁ ଯୁବକମାନଙ୍କୁ ବଦ୍ଧ କରିବ। ଗର୍ଭଫଳ ପ୍ରତି ସେମାନେ ଦୟା କରିବେ ନାହିଁ ଓ ସେମାନଙ୍କର ଚକ୍ଷୁ ଶିଶୁମାନଙ୍କ ପ୍ରତି ନିର୍ଦ୍ଦୟ ହେବ। ଯେଉଁ ନଗରୀ ରାଜ୍ୟ ସମୂହର ଗୌରବ ଓ କାଲଦୀୟମାନଙ୍କର ପ୍ରତାପ ତଥା ଅଭିମାନ ସ୍ୱରୂପ, ସେହି ବାବିଲୋନ ପ୍ରଭୁଙ୍କ ଦ୍ୱାରା ବିଧ୍ୱସ୍ତ ସୋଦୋମ ତଥା ଗମୋରା ତୁଲ୍ୟ ପରିଣତ ହେବ। ତାହା କଦାପି ଅଦୂଷିତ ହେବ ନାହିଁ। ବଂଶ ପରମ୍ପରା ଅନୁସାରେ କେହି କେତେ ତନ୍ମଧ୍ୟରେ ବାସ କରିବେ ନାହିଁ। କୌଣସି ଆରବୀୟ ବ୍ୟକ୍ତି ସେଠାରେ ତମ୍ବୁ ସ୍ଥାପନ କରିବେ ନାହିଁ ଓ ମେଷପାଳକମାନେ ସେମାନଙ୍କ ପୋଲକୁ ସେଠାରେ ଶୁଆଇବେ ନାହିଁ। କିନ୍ତୁ ବନ୍ୟ ପଶୁଗଣ ସେଠାରେ ଆଶ୍ରୟ ନେବେ। ତାହାର ଗୃହଗୁଡ଼ିକ ଚିତ୍କାରକାରୀ ଜନ୍ତୁ ସକଳ ଦ୍ୱାରା ଭରିଯିବ। ଅଟ୍ଟପକ୍ଷୀ ସମୂହ ସେଠାରେ ଅବସ୍ଥାନ କରିବେ ଓ ବନ୍ୟ ଛାଗମାନେ ସେଠାରେ ନୃତ୍ୟ କରିବେ। ତାହାର ଗମ୍ବୁଜ ଗୁଡ଼ିକରେ ଗଧିଆମାନେ ଓ ତାହାର ମନୋହର ପ୍ରାସାଦ ଗୁଡ଼ିକରେ ଶୃଗାଳ ସବୁ ବୋବାଇବେ। ତାହାର ସମୟ ଆସନ୍ନ ଓ ତାହାର ଦିନ ସମୂହ ବୃଦ୍ଧିପ୍ରାପ୍ତ ହେବ ନାହିଁ। ଅଧ୍ୟାୟ 14। ପ୍ରବାସୀମାନଙ୍କର ପ୍ରତ୍ୟାବର୍ତ୍ତନ। ପ୍ରଭୁ ଯାକୋବଙ୍କୁ କରୁଣା କରିବେ ଓ ଇସ୍ରାଏଲକୁ ପୁନରାୟ ମନୋନୀତ କରି ସେମାନଙ୍କୁ ସେମାନଙ୍କ ନିଜ ଦେଶରେ ପୁନଃସ୍ଥାପିତ କରିବେ। ସେମାନଙ୍କ ସହ ମିଳିତ ହୋଇ ବିଦେଶୀମାନେ ଯାକୋବଙ୍କ ବଂଶ ପ୍ରତି ଅନୁରକ୍ତ ହୋଇ ରହିବେ। ସେମାନଙ୍କୁ ଗ୍ରହଣ କରି ଜାତିଗଣ ସେମାନଙ୍କ ଦେଶକୁ ସେମାନଙ୍କୁ ଆନୟନ କରିବେ। ଇସ୍ରାଏଲ ସେମାନଙ୍କୁ ପ୍ରଭୁଙ୍କ ଦେଶରେ ଦାସ ଦାସୀ ରୂପେ ଅଧିକାର କରିବେ। ଯେଉଁମାନେ ସେମାନଙ୍କୁ ବନ୍ଦୀ କରିଥିଲେ ସେମାନେ ସେମାନଙ୍କୁ ବନ୍ଦୀ କରିବେ ଓ ଯେଉଁମାନେ ସେମାନଙ୍କ ପ୍ରତି ଅତ୍ୟାଚାର କରିଥିଲେ ସେମାନଙ୍କ ଉପରେ ସେମାନେ କର୍ତ୍ତୃତ୍ୱ କରିବେ। ସ୍ୱେଚ୍ଛାଚାରୀ ରାଜାଙ୍କ ମୃତ୍ୟୁ ସମ୍ବନ୍ଧୀୟ ବ୍ୟଙ୍ଗୋକ୍ତି। ତୁମର ବେଦନା ଦୁଃଖ ତଥା ତୁମ କୃତ ବେଠି ଶ୍ରମକୁ ସମାପ୍ତ କରି ପ୍ରଭୁ ଯେତେବେଳେ ତୁମକୁ ବିଶ୍ରାମ ପ୍ରଦାନ କରିବେ ସେ ସମୟରେ ତୁମେ ବାବିଲୋନର ରାଜାଙ୍କ ବିପକ୍ଷରେ ଉପହାସ କରି ଏହିପରି କହିବ, ଅତ୍ୟାଚାରୀର ପରିସମାପ୍ତି କେଉଁଭଳି ଘଟିଛି, ତାର ଔଦ୍ଧତ୍ୟପୂର୍ଣ୍ଣ କୋପ କେଉଁଭଳି ସ୍ଥଗିତ ହୋଇଛି। ଦୁଷ୍ଟ ବ୍ୟକ୍ତିର ଦଣ୍ଡକୁ ପ୍ରଭୁ ଭଗ୍ନ କଲେ। କୋପାକ୍ରାନ୍ତ ହୋଇ ଯେଉଁ ରାଜଦଣ୍ଡ ଦ୍ୱାରା ସେ ଜନତା ସମୂହକୁ ନିରନ୍ତର ପ୍ରହାର କରିଥିଲା ଓ କ୍ରୋଧର ସହ ଅବିଶ୍ରାନ୍ତ ତାଡ଼ନା ଦେଇ ସେମାନଙ୍କ ଉପରେ ରାଜତ୍ୱ କରିଥିଲା, ତାର ସେହି ରାଜଦଣ୍ଡକୁ ପ୍ରଭୁ ଭାଙ୍ଗି ପକାଇଲେ। ସମଗ୍ର ପୃଥିବୀ ଶାନ୍ତ ଭାବେ ବିଶ୍ରାମ ଭୋଗ କରେ। ଗାନାଳାପ ପୂର୍ବକ ସେମାନେ ଉଲ୍ଲସିତ ହୁଅନ୍ତି। ସାଇପ୍ରସ ବୃକ୍ଷ ତଥା ଲେବାନନର ଦେବଦାରୁ ବୃକ୍ଷ ସକଳ ତୁମ ସମ୍ବନ୍ଧରେ ଆନନ୍ଦ ପ୍ରକାଶ କରି କହନ୍ତି। ତୁମେ ଯେଉଁଦିନ ଅବନମିତ ହେଲ ସେହି ଦିନଠାରୁ କେହି କେବେ ଆମକୁ କାଟି ପକାଇବା ପାଇଁ ଆସିନାହାନ୍ତି। ଆସିବା ବେଳେ ତୁମକୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ଅଧୋଲୋକସ୍ଥ ପାତାଳ ଆନ୍ଦୋଳିତ ହୁଏ। ତୁମକୁ ଅଭିବାଦନ ଜଣାଇବା ପାଇଁ ଯେଉଁମାନେ ପୃଥିବୀରେ ନେତା ଥିଲେ ସେମାନଙ୍କର ପ୍ରେତାତ୍ମାମାନଙ୍କୁ ତାହା ଜାଗ୍ରତ କରେ। ଯେଉଁମାନେ ଜାତି ସମୂହ ଉପରେ ରାଜାଧିକାର ବିସ୍ତାର କରିଥିଲେ ସେମାନଙ୍କୁ ନିଜ ନିଜର ସିଂହାସନ ଗୁଡ଼ିକରୁ ଉଠାଇ ଦିଏ। ସେମାନେ ତୁମକୁ କହିବେ, ତୁମେ ମଧ୍ୟ ଆମ ଭଳି ଦୁର୍ବଳ, ତୁମେ ଆମ ସଦୃଶ ହୋଇଅଛ। ତୁମ ପ୍ରତାପ ତଥା ବୀଣାବାଦନ ପାତାଳକୁ
ନିଆଯାଇଛି। କୀଟ ସମୂହ ତୁମର ଶଯ୍ୟା ଓ ପୋକ ସମୂହ ତୁମକୁ କମ୍ବଳ ସଦୃଶ ଘୋଡ଼ାଇଛନ୍ତି। ପ୍ରତ୍ୟୁଷର ପୁତ୍ର ହେ ପ୍ରଭାତୀ ତାରା, ତୁମେ କେଉଁଭଳି ଆକାଶମଣ୍ଡଳରୁ ପତିତ ହୋଇଛ। ଜାତିଗଣକୁ ନମିତ କରାଇଥିବା ତୁମେ ଭୂମି ଉପରକୁ କଟା ହୋଇ ପଡ଼ିଅଛ। ତୁମେ ଆତ୍ମବତ କହିଥିଲ, ମୁଁ ସ୍ୱର୍ଗରୁ ଆରୋହଣ କରିବି, ଈଶ୍ୱରଙ୍କ ନକ୍ଷତ୍ରପୁଞ୍ଜ ଉପରେ ମୋର ସିଂହାସନ ମୁଁ ସ୍ଥାପନ କରିବି। ଉତ୍ତର ଦିଗସ୍ଥ ସମାଗମ ପର୍ବତ ଉପରେ ମୁଁ ଆସୀନ ହେବି। ଊର୍ଦ୍ଧ୍ୱସ୍ଥ ମେଘମାଳା ଉପରକୁ ମୁଁ ଆରୋହଣ କରିବି। ମୁଁ ନିଜକୁ ପରାତ୍ପରଙ୍କ ସାଦୃଶ୍ୟରେ ପରିଣତ କରିବି, କିନ୍ତୁ ତୁମେ ପାତାଳର ଅଗାଧ ଗର୍ତ୍ତକୁ ନିଆଯାଇଅଛ। ଯେଉଁମାନେ ତୁମର ସାକ୍ଷାତ ଲାଭ କରିବେ, ସେମାନେ ତୁମ ଉପରେ ଦୃଷ୍ଟିପାତ କରି ଆଲୋଚନା କରିବେ, ଯେ ପୃଥିବୀକୁ ପ୍ରକମ୍ପିତ କରିଥିଲା, ରାଜ୍ୟ ସମୂହକୁ ଦହଲାଇ ଦେଇଥିଲା, ସଂସାରକୁ ମରୁଭୂମିରେ ପରିଣତ କରିଥିଲା, ତନ୍ମଧ୍ୟସ୍ଥ ନଗର ସମୂହକୁ ବିଧ୍ୱସ୍ତ କରିଥିଲା ଓ ବନ୍ଦୀମାନଙ୍କୁ ନିଜ ଗୃହକୁ ଯିବା ପାଇଁ ଅନୁମତି ଦେଇନଥିଲା। ସେ କ'ଣ ଏହି ବ୍ୟକ୍ତି? ଜାତି ସମୂହର ରାଜାମାନେ ପ୍ରତାପପୂର୍ଣ୍ଣ ହୋଇ ନିଜ ସମାଧି ଗୁଡ଼ିକରେ ବିଶ୍ରାମ ନିଅନ୍ତି, କିନ୍ତୁ ତୁମେ ନିଜ କବରସ୍ଥଳୀରୁ ବହିଷ୍କୃତ ହୋଇଅଛ। ଖଡ଼୍ଗ ଦ୍ୱାରା ବିଦ୍ଧ ହୋଇ ପାତାଳର ଗର୍ତ୍ତକୁ ନିଆଯାଇଥିବା ନିହତ ବ୍ୟକ୍ତିମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ବିଦ୍ୱେଷଯୁକ୍ତ ଅକାଳ ଶାଖା ତଥା ପଦଦଳିତ ମୃତ ଶରୀର ସଦୃଶ ତୁମେ ବିତାଡ଼ିତ ହୋଇଅଛ। ସ୍ୱଦେଶକୁ ବିନାଶ ଓ ସ୍ୱଜନମାନଙ୍କୁ ନିଧନ କରିଥିବା ତୁମେ ସେମାନଙ୍କ ସହ ସମାଧିସ୍ଥ ହେବ ନାହିଁ। ଦୁଷ୍କର୍ମୀମାନଙ୍କ ବଂଶଧରମାନେ କେବେ ହେଁ ନାମିତ ନ ହୁଅନ୍ତୁ। ସେମାନେ ଉଠି ଯେପରି ପୃଥିବୀ ଅଧିକାର ନ କରନ୍ତି ଓ ଭୂପୃଷ୍ଠକୁ ନଗରୀ ସମୂହ ଦ୍ୱାରା ଭରି ନ ଦିଅନ୍ତି, ସେଥିସକାଶେ ସେମାନଙ୍କ ପିତୃପୁରୁଷମାନଙ୍କ ଦୋଷ ଯୋଗୁଁ ତାଙ୍କର ସନ୍ତାନମାନେ ମଧ୍ୟ ନିହତ ହୁଅନ୍ତୁ। ବାବିଲୋନ ବିରୁଦ୍ଧରେ ଦିବ୍ୟବାଣୀ। ସେନାଧୀଶ ପ୍ରଭୁ କହନ୍ତି, ମୁଁ ଉଠି ଯେଉଁମାନେ ବାବିଲୋନରେ ଅବଶିଷ୍ଟ ଅଛନ୍ତି ସେମାନଙ୍କୁ ଓ ସେମାନଙ୍କ ନାମକୁ ନିଶ୍ଚିହ୍ନ କରିବି। ପ୍ରଭୁ ଏହା କହନ୍ତି, ତାହାର ସନ୍ତାନମାନେ ତଥା ବଂଶଧରମାନେ ଉଚ୍ଛେଦିତ ହେବେ। ମୁଁ ତାହାକୁ ଝିଙ୍କମାନଙ୍କର ବାସସ୍ଥାନ ତଥା ଜଳାଶୟ ସମୂହରେ ପରିଣତ କରିବି ଓ ବିନାଶର ଛାଞ୍ଚୁଣୀରେ ତାହାଙ୍କୁ ଓଳାଇବି। ସେନାଧୀଶ ପ୍ରଭୁ ଏହା କହିଅଛନ୍ତି। ସିରିଆର ବିନାଶ। ସେନାଧୀଶ ପ୍ରଭୁ ଶପଥ କରି କହନ୍ତି, ମୁଁ ଯେପରି ପରିକଳ୍ପନା କରିଅଛି ତାହା ସେହିପରି ହେବ ଓ ଯାହା ମୁଁ ନିର୍ଣ୍ଣୟ କରିଅଛି ତାହା ସେହିପରି କାର୍ଯ୍ୟକାରୀ ହେବ। ସେହି ଆସିରୀୟମାନଙ୍କୁ ମୋର ଦେଶରେ ମୁଁ ବିଧ୍ୱସ୍ତ କରିବି। ମୋର ପର୍ବତ ଉପରେ ମୁଁ ତାକୁ ପଦଦଳିତ କରିବି। ତାର ଜୁଆଳି ସେମାନଙ୍କଠାରୁ ବିଚ୍ୟୁତ ହେବ ଓ ତାର ଭାର ସେମାନଙ୍କ ସ୍କନ୍ଧରୁ ଅପସାରିତ ହେବ। ଏହା ସମଗ୍ର ପୃଥିବୀ ସମ୍ବନ୍ଧୀୟ ଏକ ନିଷ୍ପତ୍ତି ଅଟେ। ସମସ୍ତ ଜାତି ଉପରେ ବିସ୍ତୃତ ହୋଇଥିବା ହସ୍ତ ଏହା ଅଟେ, କାରଣ ସେନାଧୀଶ ପ୍ରଭୁ ଏହା ନିର୍ଣ୍ଣୟ କରିଛନ୍ତି। ତାହା ବାବିଲୋନ କରିବା ପାଇଁ କିଏ ବା ସମର୍ଥ? ତାହାଙ୍କର ହସ୍ତ ବିସ୍ତୃତ ହୋଇଛି, କିଏ ତାହାକୁ ପ୍ରତ୍ୟାହୃତ କରାଇପାରିବ? ଫିଲିସ୍ତୀୟମାନଙ୍କ ବିରୁଦ୍ଧରେ ଚେତାବନୀ। ରାଜା ଆହାଜ ଯେଉଁ ବର୍ଷ ମୃତ୍ୟୁବରଣ କଲେ, ସେହି ବର୍ଷରେ ଉଦ୍ଘୋଷିତ ଦିବ୍ୟବାଣୀ, ହେ ସମଗ୍ର ଫିଲିସ୍ତୀୟ ଦେଶ, ତୁମକୁ ପ୍ରହାର କରିଥିବା ଦଣ୍ଡ ଭଗ୍ନ। ଏହିପରି ଭାବି ନେଇ ସେଥିରେ ଆନନ୍ଦିତ ହୁଅ ନାହିଁ, କାରଣ ସର୍ପ ବଂଶରୁ ଏକ ବିଷଧର ସର୍ପ ଉଦ୍ଭବ ହେବ। ତାର ବଂଶଧର ଏକ ଉଡ଼ନ୍ତା ସର୍ପ ହେବ। ଦରିଦ୍ରମାନଙ୍କର ପ୍ରଥମଜାତମାନେ ଆପ୍ୟାୟିତ ହେବେ ଓ ଦିନହୀନମାନେ ସୁରକ୍ଷିତାବସ୍ଥାରେ ଶୟନ କରିବେ। କିନ୍ତୁ ତୁମର ମୂଳକୁ ମୁଁ ଦୁର୍ଭିକ୍ଷ ଦ୍ୱାରା ନିଧନ କରିବି ଓ ତୁମର ଅବଶିଷ୍ଟାଂଶକୁ ମୁଁ ବଦ୍ଧ କରିବି।
ହେ ଦ୍ୱାର ବିଳାପ କର, ହେ ନଗରୀ କ୍ରନ୍ଦନ କର। ହେ ସମଗ୍ର ଫିଲିସ୍ତିଆ ଦେଶ, ଭୟ କାତର ହୋଇ ତରଳି ଯାଅ। କାରଣ ଉତ୍ତର ଦିଗରୁ ଏକ ଧୂମ ଆସେ ଓ ତାର ସୈନ୍ୟ ବାହିନୀ ସମ୍ମୁଖରୁ କେହି କେବେ ଗୋପନରେ ପଳାୟନ କରନ୍ତି ନାହିଁ। ସେ ସମୟରେ ରାଜ୍ୟଗୁଡ଼ିକର ଦୂତମାନଙ୍କ କେଉଁ ଉତ୍ତର ଦେବେ? ପ୍ରଭୁ ସିୟନକୁ ସ୍ଥାପନ କରିଅଛନ୍ତି ଓ ତାହାଙ୍କର ସ୍ୱଜନମାନଙ୍କ ନିର୍ଦ୍ଧନମାନେ ତାହା ମଧ୍ୟରେ ଆଶ୍ରୟ ଲାଭ କରିବେ।